ଖୋର୍ଦ୍ଧା ଜଙ୍କିଆରେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଓମ୍ ଶ୍ରୀ ଗ୍ରୁପ ପୂଜା କମିଟି ପକ୍ଷରୁ ବାଲିଗୋଡ଼ିଆସ୍ଥିତ ବାସନ୍ତୀ ପଡ଼ିଆଠାରେ ଚାଲିଥିବା ଚତୁର୍ଦ୍ଦଶ ଜଙ୍କିଆ ପଲ୍ଲୀ ଉତ୍ସବର ଆଜି ଚତୁର୍ଥ ଦିବସରେ ମୟୂରଭଞ୍ଜର ଛଉ ନୃତ୍ୟ ଦେଖି ଦର୍ଶକଙ୍କୁ ମୋହିତ କରିଥିଲା। ଅନୁରୂପ ଭାବେ କୋଣାର୍କର ସତ୍ୟସାଇ ଡ୍ୟାନ୍ସ ଗ୍ରୁପ, ଜୟମା ଦୁର୍ଗା କଳା ପରିଷଦ, ବଲାଙ୍ଗୀରର ସମ୍ବଲପୁରୀ ଲୋକାଲ ଡ୍ୟାନ୍ସ ଗ୍ରୁପ ନୃତ୍ୟମାନ ଉପସ୍ଥିତ ଦର୍ଶକମାନଙ୍କୁ କିଛି ସମୟ ଧରି ବାନ୍ଧି ରଖିଥିଲା। ପରେ ଆୟୋଜିତ ସାଂସ୍କୃତିକ ସଭାଟି ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଖୋର୍ଦ୍ଧା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ ମହାପାତ୍ର, ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ସୁରେନ୍ଦ୍ରନାଥ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। କମଲେଶ ମହାରଣା, ସୁନୀଲ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସମାଜସେବୀ ବିଶ୍ୱଭୂଷଣ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ। କେଦାରେଶ୍ୱର ବଳବନ୍ତରାୟ, ସଂଗ୍ରାମ ପଟ୍ଟନାୟକ, କେଦାରେଶ୍ୱର ବଳବନ୍ତରାୟ, ତାପସ ବଳିଆର ସିଂ, ଗୌତମ ବଳିଆର ସିଂ, ଅରୁଣ ଶ୍ରୀଚନ୍ଦନ, ଚିନ୍ତାମଣି ବେହେରା ପ୍ରମୁଖ କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି କାଶ୍ମୀର ଲଙ୍କା, ମଥୁରା କେକ୍, ଗୁପଚୁପ୍, ଚାଟ୍ ଆଦି ଚଟପଟି ଖାଦ୍ୟ ସାମଗ୍ରୀ ଷ୍ଟଲରେ ଲୋକଙ୍କ ଭିଡ଼ ଜମୁଥିଲା। ଦୋଳି ସମେତ ଡ୍ରାଗନ ଟ୍ରେନ୍ ଯୋଗୁଁ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ବଢ଼ୁଛି। ସେହିପରି ଏକାଧିକ ସରକାରୀ ଓ ବେସରକାରୀ ଷ୍ଟଲମାନ ପଡ଼ି କିଣାବିକା ଜୋର ଧରିଛି। ଖୋର୍ଦ୍ଧାରୁ ନିମାଞ୍ଚଳ ମୋହନଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।